ମୋ ନାଁଟା ହେଉଛି ପିନୁ ନାୟକ। ମୁଁ ଏଇ ଚକ୍ରାନ୍ତ ସିନେମାର ନିର୍ଦ୍ଦେଶକ। ବହୁତ ଖୁସି ଲାଗୁଛି। ବହୁତ ପରିଶ୍ରମ କରି ସିନେମାଟି ତିଆରି ହେଇଛି। ପରୀକ୍ଷା ଦେଇ ସାରିଛୁ, ରେଜଲ୍ଟ ବାହାରୁଛି ଯେହେତୁ ଖୁସି ଲାଗୁଛି। ଆଉ ଅଡିଓ ରିଲିଜ କଥାକୁ ନେଇ ଯେତିକି ଖୁସି, ଦୁଃଖ ବି ଟିକେ ଲାଗୁଛି। ଅଭିଜିତ ଦାଦା ଆମ ପାଖରେ ନାହାନ୍ତି। ଦାଦା ଗୀତ ତକ କରିଛନ୍ତି ଆଉ ଅସୁସ୍ଥ ଅଛନ୍ତି। ମୁଁ ଆପଣମାନଙ୍କ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିବି ଯେ ଠାକୁରଙ୍କୁ ପ୍ରେ କରନ୍ତୁ ଦାଦା ଜଲ୍ଦି ସୁସ୍ଥ ହେଇଯାଆନ୍ତୁ। ଆଉ ସବୁତକ ଚାରୋଟି ଗୀତ ଅଛି ଫିଲ୍ମରେ। ଚାରିଟା ଯାକ ଗୀତ ଅଭିଜିତ ଦାଦା କରିଛନ୍ତି, ଡକ୍ଟର ଇଲମନ ଲାଗି ଲେଖିଛନ୍ତି। ଆଉ ଚାରିଟା ଯାକ ଫିଲ୍ମର ବିଭିନ୍ନ ସିକ୍ୱେନ୍ସକୁ ନେଇକି ହେଇଛି। ଆଜି ସବୁ ସିଙ୍ଗର ମାନେ ମଧ୍ୟ ଆସିବେ। ସତ୍ୟଜିତ, ସ୍ୱୟଂ, ଅନ୍ତରା, ଆଉ ଗୋଟେ ଟ୍ରାଡିସନାଲ ଗୀତ ବି ଅଛି, ଦୋଳ ଗୀତଟେ ଅଛି, ଯୋଉଟାକି ମୋର ମାନେ ଭାରି ଫେଭରାଇଟ୍ ଗୀତ। ଆମ ଓଡ଼ିଆ କଲଚରକୁ ଭୁଲି ଯାଉଥିଲେ ଲୋକ, ଯୋଉ ଯୋଉ ଜିନିଷ ଗୁଡ଼ା କହୁଥିଲେ, କମ୍ପ୍ଲେନ୍ କରୁଥିଲେ, ଆମେ ସେ ସବୁ ଜିନିଷକୁ ରଖିଛୁ ଏଥିରେ। ହଁ। ଆକ୍ଚୁଆଲି କାହାଣୀଟି ଯେତେବେଳେ ତିଆରି ହେଲା, ତାପରେ ଆମେ ସମସ୍ତେ ବସିକି ସବୁ ଆକ୍ଟର ମାନେ ବସିକି ସ୍କ୍ରିପ୍ଟ ରିଡିଂ କରିଥିଲୁ। ଆମର ମେନ୍ ମୁଦ୍ଦାଟା ହେଉଛି ଯେ ଯୋଉ ଝିଅମାନେ ବାହାରୁ ଆସିକିରି ଭୁବନେଶ୍ୱରରେ ରହିକି ପାଠ ପଢୁଛନ୍ତି କିମ୍ବା ଚାକିରି କରୁଛନ୍ତି, ମାନେ ଘରୁ ବାହାରେ ଆସି ରହୁଛନ୍ତି, ଏଠି ତାଙ୍କର କେହି ଫ୍ୟାମିଲି ନାହିଁ, ସେମାନେ କେମିତି ଭୁଲ ରାସ୍ତାକୁ ପଳେଇ ଯାଉଛନ୍ତି ବା ସେମାନେ ଜାଣିପାରୁନାହାନ୍ତି, ତାଙ୍କ ସାଙ୍ଗ ଦୋସ୍ତି ସହିତ ମିଶି କେମିତି ଫସି ଯାଉଛନ୍ତି, ଚକ୍ରାନ୍ତରେ ତାଙ୍କୁ କିଏ ଫସେଇ ଦେଉଛି। ତ ସେଇ ଉପରେ ମେନଲି କାହାଣୀଟା ଗୋଟେ ସଚେତନତା ବାର୍ତ୍ତା ରହିବ। ତାପରେ କିଛି କିଛି ଘଟଣା ଘଟିଥିଲା, କିଛି ଗୋଟେ କଲେଜରେ ଜଣେ ସୁଇସାଇଡ୍ କରିଦେଇଥିଲା। ଏସବୁ ଘଟଣା ଗୁଡ଼ାକୁ ଆଖି ଆଗରେ ରଖିକିରି କାହାଣୀକୁ ଗପର ରୂପ ଦିଆହେଲା। ମୋର ପୁରା ବିଶ୍ୱାସ ଯେ ଲୋକମାନଙ୍କୁ ବହୁତ ଭଲ ଲାଗିବ। ବାକି ଯୋଉଟା କହିଲେ, ଏଥିରେ ଗୁଡ଼ାଏ ଚରିତ୍ର ଅଛି ଯୋଉଟାକୁ ଲୋକଙ୍କୁ ଫାଷ୍ଟରୁ ଭାରି ପଜିଟିଭ ଲାଗିବ, ଭାରି ଭଲ ଚରିତ୍ର, କିନ୍ତୁ ସେମାନେ ଗୋଟେ ପଏଣ୍ଟ ଜଣାପଡ଼ୁଛି ଯେ ଏଇଟା ସବୁ ଫଳ ଚରିତ୍ର। ଯୋଉ ଲୋକଟାକୁ ଲୋକ ଫାଷ୍ଟରୁ ଫଳ ଚରିତ୍ର ଭାବୁଥିବେ, ସେ ଗୋଟେ ପଏଣ୍ଟରେ ଲାଗୁଛି ଆରେ ଭଲ ଲୋକଟା। ତ ଏଇଭଳି ଟର୍ନ ଟୁଇଷ୍ଟ ଅଛି, ସସ୍ପେନ୍ସ ବହୁତ ଅଛି। ସେଥିପାଇଁ ଆମେ ସ୍କ୍ରିପ୍ଟ ରିଡିଂ ବହୁତ କରିଥିଲୁ। ସୁଟିଂକୁ ଯିବା ପୂର୍ବରୁ ଡିଟେଲ ଡିସ୍କସନ୍ କରିଥିଲୁ ସବୁ ଆର୍ଟିଷ୍ଟ ମାନେ କେଉଁ ସିନ୍ରେ କେମିତି ଅଭିନୟ କରିବେ। ନାଇଁ, ସସ୍ପେନ୍ସ ମୁଭି। ଚକ୍ରାନ୍ତ କିଏ କରିଛି, କାହା ବିରୁଦ୍ଧରେ ଚକ୍ରାନ୍ତ ହେଇଛି, କେମିତି ହଉଛି, ଆଉ ଏଇଟା ସବୁ ବାପା ମା ମାନେ ମଧ୍ୟ ପିଲାମାନଙ୍କୁ କହିବେ ଯେ ତୁ ଯାଇ ବାହାରେ ପଢୁଛୁ, ବାହାରେ ଚାକିରି କରୁଛୁ, ଦେଖ ତୁ ବି ଏମିତି ଚକ୍ରାନ୍ତରେ ଫସି ଯାଇପାରୁ, ତ ଦେଖି ଚାହିଁ ତୁ ସାଙ୍ଗ ଦୋସ୍ତି କରିବୁ। ତ ଯୋଉମାନେ ବାହାରେ ବି ରହୁଛୁ, ଆମେମାନେ ବି ଯଦି ବାହାରେ ରହୁଛୁ, ଆମେମାନଙ୍କୁ ବି ସେଇଟା ଗୋଟେ ସଚେତନତା ବାର୍ତ୍ତା ଦେବ ଯେ ଆମେମାନେ ବି ଜାଣିପାରୁନଥିବୁ କେତେବେଳେ କାହା ଚକ୍ରାନ୍ତରେ ଆମେ ବି ସାମିଲ ହେଇସାରିଥିବୁ। ତ ବର୍ତ୍ତମାନ ସମୟରେ କେତେବେଳେ କିଏ କାହା ବିରୁଦ୍ଧରେ କ'ଣ ଚକ୍ରାନ୍ତ କରୁଥିବ ତ କିଛି ଜଣାପଡ଼ିବନି। ସେଥିପାଇଁ ଏଇଟା ଗୋଟେ ସସ୍ପେନ୍ସ ନାଁ ରଖା ହେଇଛି।